ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 15 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 3 ଦିନ, ରବିବାର, କୃଷ୍ଣ ପକ୍ଷ, ତ୍ରୟୋଦଶୀ ତିଥି, ଯାହା ଅପରାହ୍ନ 5:34 ପର୍ଯ୍ୟନ୍ତ ରହୁଛି। ତାପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରାଷାଢ଼ା ନକ୍ଷତ୍ର, ଯାହା ରାତ୍ରି 8:25 ପର୍ଯ୍ୟନ୍ତ ରହୁଛି। ତାପରେ ଶ୍ରାବଣା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:18। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:40। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ଅପରାହ୍ନ 5:34 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ରାତ୍ରି 8:25 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ତ୍ରୟୋଦଶୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ବାଇଗଣ, ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ହେଉଛି ମହାନ ପରମ ମହାଶିବରାତ୍ରି, ଯାହାକୁ ଆମେ ଜାଗର ପର୍ବ କିମ୍ବା ଶିବ ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା କହିଥାଉ। ତେବେ ଆଜି ଧର୍ମକୃତ କାର୍ଯ୍ୟ ରହିଛି, ଯାହାକି ଚତୁର୍ଦ୍ଦଶୀ ତିଥି ପ୍ରଦୋଷ ବା ଅର୍ଦ୍ଧରାତ୍ରିକି ବ୍ୟାପି ରହୁଥିବାରୁ ଅଦ୍ୟଭୂତ ଚତୁର୍ଦ୍ଦଶୀ କାରଣରୁ କେବଳ ସର୍ବସହମତ ମହାଶିବରାତ୍ରି ବ୍ରତ ଜୟନ୍ତୀ ବା ପ୍ରଦୀପ ପ୍ରଜ୍ୱଳନ କରାଯାଇଥାଏ। ତେବେ ବୈଷ୍ଣବମାନେ ଆସନ୍ତା କାଲି ତଥା ଫେବୃଆରୀ 16 ତାରିଖ ସୋମବାର ଦିନ ପାଳନ କରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:57 ରୁ ଦିବା 2:05 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:21 ରୁ ସନ୍ଧ୍ୟା 5:47 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 11:40 ରୁ ରାତ୍ରି 1:14 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ବାର ବେଳା, ରାହୁ କାଳ, କାଳବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 10:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:29 ରୁ ରାତ୍ରି 8:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:15 ରୁ ରାତ୍ରି 2:41 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ।